ଦୁଇ ଜଣ ସ୍ୱାମୀ ସ୍ତ୍ରୀ ବହୁତ ପାଟିତୁଣ୍ଡ ଉପରେ ଝଗଡ଼ା ପରେ ତାଙ୍କର ଡିଭୋର୍ସ ହେଲା 4 ବର୍ଷ ଛାଡ଼ିକି। ଯେତେବେଳେ 4 ବର୍ଷ ପରେ ଯାଇକି କୋର୍ଟରେ ଯାଇକି ପହଞ୍ଚିଲେ, କୋର୍ଟରେ ସବୁ ତାଙ୍କର ଫାଇନାଲ ହେଇଗଲା ଏତିକି 9 ଲକ୍ଷ ଟଙ୍କା ଏବଂ ସବୁ ଯାହା ଯେମିତି ଯାବତୀୟ ଜିନିଷ ତାଙ୍କର ଫାଇନାଲ ହେଇଗଲା। ସ୍ୱାମୀ ମନ ଦୁଃଖରେ ଆସିକି ଚାହା ଦୋକାନ ଗୋଟେ ପାଖରେ ଥିଲା ଚାହା ଦୋକାନ, ସେଠି ଯାଇକି ବସିକି ଚା ପିଇଲେ। ତାଙ୍କ ସ୍ତ୍ରୀ ହେଠୁ ଦେଖିଲେ, ତାଙ୍କ ପାଖକୁ ତାଙ୍କ ସ୍ତ୍ରୀ ବି ଗଲେ। ହେଠୁ ଚା ବାଲାକୁ କହିଲେ ଯେ ଭାଇ ଟିକେ ଭଲ କି କଡ଼ା ଚାହା ପକ କରିକି ଦିଅ, ତେଜପତ୍ର ଅଦା ପକେଇକି ଦିଅ, ମୋ ସ୍ୱାମୀକୁ ପସନ୍ଦ। ତାଙ୍କ ସ୍ୱାମୀକି ହେଠୁ ଥାଇକି ପଚାରିଲେ ଯେ ସବୁ ଭଲ? ତ ତାଙ୍କ ସ୍ୱାମୀ ଥାଇକି କହିଲେ ହଁ ହେଇଭଳିଆ ଆଉ। ଆଉ ଡକ୍ଟର କହିଛନ୍ତି ଆଉ ମାସେ ଖଣ୍ଡେ ମୋର ସମୁଦାୟ ଭାଲିଡିଟି, ତା ଭିତରେ ମୁଁ ଆର ପାରିକି ପଳେଇବି। ତ ତମେ ପିଲା ଛୁଆଙ୍କର କେୟାର ନେବ। ଘର ତମ ନାଁରେ ମୁଁ କରିଦେଇଛି। ଆଉ ଯେତେ ଘର ସୁନା ସମ୍ପତ୍ତି ଥିଲା ସବୁ ତୁମ ନାଁରେ କରିଦେଇଛି। ଆଉ କୋର୍ଟ ଦେଇଛନ୍ତି 8 ଲକ୍ଷ ଟଙ୍କା ତମକୁ ଦେବା ପାଇଁ। ତ 8 ଲକ୍ଷ ଟଙ୍କା ମୁଁ ରଖିଦେଇଛି। ଆଉ ମୁଁ ମଲା ପରେ ମୋର ଯେତେ ସମ୍ପତ୍ତି ଅଛି ସବୁ ତମ ନାଁରେ ମୁଁ ୱିଲ୍ କରିଦେଇଛି। ଏଇ କଥା ଯେତେବେଳେ ତାଙ୍କ ସ୍ତ୍ରୀ ସବୁ ଶୁଣି ସାରିଲେ, ସ୍ତ୍ରୀ ବି କାନ୍ଦିଲେ ଏବଂ ସ୍ୱାମୀ ବି କାନ୍ଦିଲେ। ତାପରେ ସେ କହିଲେ ନାହିଁ ମୁଁ ତମକୁ କୁଆଡ଼େ ଯିବାକୁ ଦେବିନି, ଆଉ ମୁଁ ଡିଭୋର୍ସ ନେବିନି, ମୁଁ ବର୍ତ୍ତମାନ ଯାଇକି ତମ ପାଖରେ ରହିବି। ଆଉ ତାଙ୍କ ସ୍ତ୍ରୀ ବି ସେଇ ଜାଗାରୁ ପହଞ୍ଚି ଗଲେ ତାଙ୍କ ସ୍ୱାମୀ ସାଙ୍ଗରେ ତାଙ୍କ ଘରକୁ। ଭିଡ଼ିଓଟି ଏଇଥିପାଇଁ ମୁଁ କହୁଛି, ଯଦି ଆମେ ବଞ୍ଚି ଥାଉ ଥାଉ କାହାର ଦୁଃଖ ନ ବୁଝିବା, ମଲା ପରେ କ'ଣଟା ବୁଝିବା? ଆଉ ଯେଉଁ ଧନ ସମ୍ପତ୍ତିର ମାନେ ମୋ ହିସାବରେ କିଛି ନୁହଁ। ଯଦି ଗୋଟେ ଜୀବନ ଚାଲିଗଲା, ଏତେ ସ୍ନେହ ସମ୍ପର୍କ ଭିତରେ ସ୍ୱାମୀ ସ୍ତ୍ରୀ ଭିତରେ ବହୁତ ବଢ଼ିଆ ସମ୍ପର୍କ, ତାହା ଭିତରେ ଯଦି ତୁମର ଫାଟ ସୃଷ୍ଟି ହେଉଛି, ତୁମେ ଏଇ ଜୀବନରେ କାହା ସାଙ୍ଗରେ ବି ଭଲ ରହିପାରିବନି। ତେଣୁ ପଇସା ନିହାତି ଜରୁରୀ ଜୀବନରେ, ରୋଜଗାର ନିହାତି ଜରୁରୀ, କିନ୍ତୁ ସ୍ୱାମୀ ସ୍ତ୍ରୀ ଭଲ ପାଇବା ଏ ସଂସାରର ସବୁଠୁ ନିଆରା। ତେଣୁ ଯଦି ଛୋଟିଆ ମୋଟିଆ ମିଷ୍ଟେକ୍ ପାଟିତୁଣ୍ଡ ଭଲମନ୍ଦ ହୁଏ, ନିହାତି ଭାବରେ ତାକୁ ଆଡ଼ଜଷ୍ଟ କର। ନହେଲେ ତୁମେ ଯଦି ସ୍ୱାମୀକି ଛାଡ଼ିକି ପଳେଇବ, ମନେ ରଖିଥାଅ ସ୍ୱାମୀ ତା ଜୀବନ ସାରା ବି ସେ ମଣିଷ ହୋଇପାରିବନି। କାହିଁକିନା ହେଇ ଟେନସନରେ ନିଜ ପୁଅ ଝିଅ ସ୍ତ୍ରୀ ଏମାନଙ୍କ କଥା ଭାବିବେ, ଡିଭୋର୍ସ ହେଲା ପରେ ବି ସେ ଏକା ଭାବିବେ। ତେଣୁ ଏତେ ବାଟ ଯିବା କ'ଣ ଦରକାର? ସମସ୍ତଙ୍କର ଭୁଲ ଅଛି, ଆମର ଅଛି, ଆପଣଙ୍କର ଅଛି, ଏ ସଂସାରରେ ସମସ୍ତଙ୍କର ଭୁଲ ଅଛି। ଭୁଲକୁ ସ୍ୱୀକାର କରି ଏବଂ ନିଜ ନିଜ ଭିତରେ ବୁଝାମଣା କରି ଯଦି ରହିବା, ବହୁତ ବଢ଼ିଆ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ନିହାତି ଭାବରେ କମେଣ୍ଟ, ଲାଇକ୍ରେ ସେୟାର କରନ୍ତୁ।